ତ ହ୍ୟାଲୋ ସାଙ୍ଗମାନେ। ତ ଭାଇ ଆଶା କରୁଛି ସମସ୍ତେ ଭଲରେ ଥିବେ, ଖୁସିରେ ଥିବେ। ତ ଭାଇ ବହୁତ ସାଙ୍ଗମାନେ ଆମର ଭାଇ ଭିଡିଓରେ କମେଣ୍ଟ କରୁଥିଲେ କି ଭାଇ ମାନେ ଯାଜପୁରର ଭାଇ କେବେ ଫାଇନାଲ ମେରିଟ ଲିଷ୍ଟ ଆସିବ। ତ ଭାଇ ବହୁତ ଲେଟ୍ ହେଲାଣି, କାରଣ ମାସେ ପରେ ହେଲାଣି ଆମର ଭାଇବା ସବୁ ସରିକି। ତ ଫାଇନାଲ ରେଜଲ୍ଟ ପାଇଁ ଆମେ ୱେଟ୍ କରୁଛୁ। ତ ଭାଇ କେବେ ଆସିବ କହିଦିଅନ୍ତୁ। ତ ସବୁ ଭାଇ ମେସେଜ କରୁଥିଲେ। ତ ବହୁତ ଭାଇ ଯାଜପୁରରୁ ବି ଭାଇ ମାନେ ବହୁତ ସପୋର୍ଟ କରୁଛନ୍ତି। ତ ଧନ୍ୟବାଦ ଭାଇ ସମସ୍ତଙ୍କୁ, ଏମିତି ସପୋର୍ଟ କରୁଥାନ୍ତୁ। ତ କ୍ଷମା କରିବେ ଯେହେତୁ ଭାଇ ଟାଇମ୍ ମିଳୁନି, ତ ସେଥିପାଇଁ ମୁଁ ଭିଡ଼ିଓ ଆଣିପାରୁନି ଆପଣଙ୍କ ପାଇଁ। ତ ଯେହେତୁ ଆମର ଡ୍ୟୁଟି ରହୁଛି 2ଟାରୁ ଭାଇ 10ଟା ଯାଏଁ। ତ ଦିନରେ ଯାହା ହେଲେ ବି ସକାଳୁ ଶୋଇକି ଉଠିକି ନିଜର ସବୁ କାମ ସାରିଲା ଭିତରେ ଟିକେ ଲେଟ୍ ହେଇଯାଉଛି। ତ ଏବେ ଜଷ୍ଟ ଟିକେ ଟାଇମ୍ ମିଳିଲା, ତ ସେଥିପାଇଁ ଭାଇ ବହୁତ ରିକ୍ୱେଷ୍ଟ କରୁଥିଲେ ଭାଇ ଯାଜପୁର ପାଇଁ ଗୋଟେ ଭିଡ଼ିଓ ଆଣ, ଯାଜପୁର ପାଇଁ ଗୋଟେ ଭିଡ଼ିଓ ଆଣ। ତ ଫାଇନାଲି ଭାଇ ଟାଇମ୍ ମିଳିଲା, ତ ସେଥିପାଇଁ ଆସିଗଲି, ଭିଡ଼ିଓ ଗୋଟେ ଆପଣଙ୍କ ପାଇଁ ଆଣିଦେଲି। ତ ଭାଇ ଯଦି ଭିଡ଼ିଓଟି ଭଲ ଲାଗେ ଭାଇ ଭିଡ଼ିଓକୁ ଲାଇକ୍ କରିବେ ଆଉ ଚ୍ୟାନେଲକୁ ସବସ୍କ୍ରାଇବ କରିବେ ଭାଇ। ତ ଭାଇ ଆପଣଙ୍କର ଯାଜପୁର ଜିଲ୍ଲାର ମାନେ ଫାଇନାଲ ରେଜଲ୍ଟ କହିବାକୁ ଗଲେ ତ ଭାଇମାନେ ସବୁ କମେଣ୍ଟ କରୁଥିଲେ କି ମାସେ ପରେ ହେଇଗଲାଣି। ଭାଇ ଏବେ ହିଁ ଜଷ୍ଟ ମାସେ ପରେ ହେଲା ବୋଲି ସବୁ କମେଣ୍ଟ କରୁଥିଲେ। ତ ଭାଇ ମାନେ ମୁଁ ସବୁ ଭିଡ଼ିଓରେ ବି ଆପଣଙ୍କୁ କହିଛି, ଯାହାହେଲେ ବି ଭାଇ ମିନିମମ୍ଟା ଆପଣଙ୍କର ଯାହାହେଲେ ମାସେ ମାନେ 30ରୁ 45 ଦିନ ମିନିମମ୍ ଆପଣଙ୍କର ଲାଗିବ ଭାଇ ଫାଇନାଲ ରେଜଲ୍ଟ ଆସିବାକୁ। କାରଣ ଯେହେତୁ ଆପଣଙ୍କର ବହୁତ ପ୍ରୋସେସ୍ ରହୁଛି ଭାଇ, ମାନେ ସବୁକୁ ଦେଖିକି ମାନେ ସବୁ ମାର୍କକୁ ଦେଖିକି ସେମାନେ ଫାଇନାଲ ଲିଷ୍ଟ କାଢିବେ ଯେହେତୁ, ତ ସେଥିପାଇଁ ଲେଟ୍ ବି ହବ। କାରଣ ଭାଇ ଯେଉଁ ଜିଲ୍ଲାରେ ତ ଭାଇ କରପ୍ସନ ହଉଛି ସେଇଟା ଛାଡ଼, ଯେଉଁ ଜିଲ୍ଲାରେ ଭାଇ କରପ୍ସନ ହଉନି ତ ସେଇଠି ବହୁତ ପିଲାକୁ ମାନେ ସିଲେକ୍ସନ କରିବାରେ ବହୁତ କଷ୍ଟ ହବ। କରପ୍ସନ କଥା ତ ଭାଇ ଛାଡ଼ି ଦିଅ, ଯେଉଁଠି କରପ୍ସନ ହଉଛି ସେଠି ତ ଆଉ ଦେଖିବାକୁ ପଡ଼ିବନି ପିଲାର କେତେ ମାର୍କ କଣ। ତ ଯେଉଁ ଜିଲ୍ଲାରେ ଭାଇ କରପ୍ସନ ହେଉନାହିଁ, ତ ଯଦି କରପ୍ସନ ନହେଲା ତ ଭାଇ ବାଛିବାକୁ ବହୁତ ଲେଟ୍ ହବ। କାରଣ ବହୁତ ପିଲା ଆସୁଛନ୍ତି, ବହୁତ ପିଲା ବି ବହୁତ କ୍ୱାଲିଫାଇଡ୍ ରହୁଛନ୍ତି। ମାନେ ସବୁ ତ ଭାଇ ଗ୍ରାଜୁଏସନ୍ ମିନିମମ୍ଟା ତ ଭାଇ ସମସ୍ତଙ୍କର ଗ୍ରାଜୁଏସନ୍ ରହୁଛି। ତ ବାକି ବି ବହୁତ ପିଲା ଆସୁଛନ୍ତି, ଆଉ ସେ ମାର୍କକୁ ବି ବହୁତ ପିଲା ତ ଭାଇ ସେମ୍ ମାନେ ସେମ୍ ପୁରା ମାର୍କ ରହୁଛି। ତ ସେମାନଙ୍କୁ ବାଛିବାରେ ଭାଇ ଲେଟ୍ ହଉଛି। ଆଉ ମେଇନ୍ କଥା ହଉଛି ଭାଇ ଯେଉଁ ଜିଲ୍ଲାରେ ବି ଆପଣଙ୍କର ମାନେ ହୋମଗାର୍ଡଟି ସରିଛି ଏକ୍ଜାମ ଭାଇବା ସବୁ, ତ ରେଜଲ୍ଟ ଭାଇ ମାସେରୁ ମାନେ ମାସେ 15 ଦିନ 30ରୁ 45 ଦିନ ଭିତରେ ଆସିଯିବ। ଯଦି ବି ଲେଟ୍ ହୁଏ ଭାଇ ଜାଣିଦବ ଯେ ଆପଣଙ୍କର କଣ ମାନେ ବହୁତ ହାଇଲାଇଟ୍ କେସ୍ କଣ ଚାଲିଥିବ ଆପଣଙ୍କ ଜିଲ୍ଲାରେ। ତ ଯେହେତୁ ଯଦି କେଉଁ କେସ୍ ଚାଲିଥାଏ ମାନେ ବଡ଼ ବଡ଼ ଏମିତି କଣ କେସ୍ ଚାଲିଥାଏ, ତ ଭାଇ ଏସପି ବି ସେଥିରେ ମାନେ ଇନକ୍ଲୁଡ ରୁହନ୍ତି। ତ ସେଥିପାଇଁ ଭାଇ ଟାଇମ୍ ବି ସେମାନଙ୍କୁ ପୋଲିସ ଲାଇନ୍ ଭାଇ ଟାଇମ୍ ମିଳିବାଟା ଟିକେ କଷ୍ଟ। ଯେହେତୁ ମୁଁ ଆସିଲା ପରେ ମୁଁ ଜାଣିଲି ମାନେ ଟାଇମ୍ ମିଳିବାଟା ଟିକେ କଷ୍ଟ। ତ ସେଥିପାଇଁ ଭାଇ ଲେଟ୍ ହଉଛି, ଆଉ କିଛି ନାହିଁ। ତ ଏବେ ତ ୱେଟ୍ କଲେଣି ମାସେ ପରେ ହେଇଗଲାଣି, ତ ଆଉ ଭାଇ 15-20 ଦିନ ୱେଟ୍ କରିଦିଅନ୍ତୁ। ତ ଆସିଯିବ ଭାଇ, ବେଶୀ ବି ଟେନସନ୍ ନିଅନି, ୱେଟ୍ କରନ୍ତୁ। କାରଣ ଭାଇ ଆମର ବି ପୁରା ଯେହେତୁ ଆମର ସେତେ ବି ପ୍ରୋସେସ୍ ନଥିଲା, କିନ୍ତୁ ଆମର ଫିଜିକାଲ ମାନେ ରିଟର୍ନ ସରିଲା ପରେ ଆମର ଫିଜିକାଲ ଗୋଟେ କହିଲେ ଫିଜିକାଲ ବେଳେ ହିଁ ଆମର ଭାଇବା ହେଇଗଲା। ତ ଆମର ଭାଇ ମାନେ ସବୁ ପ୍ରୋସେସ୍ କମ୍ ହେଇଛି କିନ୍ତୁ ଭଲ ହେଇଛି। ତାପରେ ସେଥିରେ ବି ଆମର ଲେଟ୍ ହେଲା ପ୍ରାୟ 2 ମାସ ଏମିତି ହବ, 2 ମାସ ପରେ ହବ ତ ରେଜଲ୍ଟ ଆସିବାରେ। କାରଣ ଯେହେତୁ ଭାଇ ଆମର ଯେତେବେଳେ ଫିଜିକାଲ ଆମର ଭାଇବା ସବୁ ସରିଲା, ସେତେବେଳେ ହିଁ ଆମର ଗୋଟେ କେସ୍ ଆମର ବହୁତ ବଡ଼ କେସ୍ ହେଇଥିଲା। ମାନେ ଯାହା ତ ଏସ୍ଆଇ ସ୍କାମ୍ ର ଧରିଥିଲା ଆମର ବ୍ରହ୍ମପୁର ପୋଲିସ ଧରିଥିଲେ। ତାପରେ ବି ଆମର ସେ ପିତବାସ ପଣ୍ଡା ମୃତ୍ୟୁ ଘଟଣାରେ ସେଇଟା ଭାଇ ପୁରା ଚାଲିଲା। ଆମର ସେ ଗୋପାଳପୁରରେ ବି ଗୋଟେ ଘଟଣା ଘଟି ହେଇଥିଲା। ତ ସେଥିପାଇଁ ଭାଇ ଏସପି ସାର୍ ବି ଆମର ବହୁତ ଭାଇ ଟେନସନରେ ଥିଲେ। ତ ସେଥିପାଇଁ ଲେଟ୍ ହେଲା ଟିକେ ଆମର ରେଜଲ୍ଟ ବାହାରିବାରେ। ତ ସେମିତି ହିଁ ଭାଇ କିଛି ଟେନସନ ନିଅନି, ରେଜଲ୍ଟ ଆସିବ। ଯାହାହେଲେ ବି ଆଉ 15-20 ଦିନ ଭିତରେ ଆସିଯିବାର ବହୁତ ସମ୍ଭାବନା ରହୁଛି। ତ ୱେଟ୍ କରନ୍ତୁ ଭାଇ। ଆଉ ଯାଜପୁର ଭାଇମାନଙ୍କୁ ଭାଇ ମୋର ନମସ୍କାର ଭାଇ। ସମସ୍ତେ ଭାଇ ବହୁତ ସପୋର୍ଟ କରୁଛନ୍ତି। ଜଣେ ଭାଇ ବି ଫୋନ କରିଥିଲେ, କଥା ହେଲୁ ଭାଇ, ସମସ୍ତେ ଭଲସେ କଥା ହଉଛନ୍ତି, ମାନେ ଏତେ ଭଲ ପାଇବା ଦଉଛନ୍ତି ଭାଇ, ବହୁତ ଖୁସି ଲାଗୁଛି ଭାଇ। ତ ଭାଇ ଯଦି ବି ଭିଡ଼ିଓରେ ଭାଇ ଇନଫର୍ମେସନ କିଛି ମିଳିଥାଏ ତ ଭାଇ ଭିଡ଼ିଓକୁ ଲାଇକ୍ କରନ୍ତୁ ଭାଇ, ଆଉ ଚ୍ୟାନେଲକୁ ସବସ୍କ୍ରାଇବ କରନ୍ତୁ, ଏମିତି ଆମ ସହିତ ଯୋଡ଼ି ରୁହନ୍ତୁ। ତ ରହୁଛି ଭାଇ, ଧନ୍ୟବାଦ।